ଜୟ ଜଗନ୍ନାଥ। ଆଜିର ଗୋଟିଏ ନୂଆ ଟପିକ୍ ଅଛି ଯେ ଆମର ଖୋର୍ଦ୍ଧା ସହରରେ ଯେତେ ସବୁ କ୍ୟାବିନ୍ ଦୋକାନ ସବୁ ଅଛି ସେସବୁ ଉଚ୍ଛେଦ ହେବା ପାଇଁ ପୌର ପରିଷଦରୁ ପଚାର ଗାଡ଼ି ବୁଲୁଛି। ସେଥିରେ ବି ଆମର ଦୋକାନ ଅଛି, ଭଡ଼ା ନେଇଛନ୍ତି ଦୋକାନ ସବୁ ଉଚ୍ଛେଦ ହେବ। ଦୋକାନ ମିଳିବ କି ନ ମିଳିବ ଆଉ ଆମର ଜଣା ନାହିଁ, ଦେଖିବା। ଦେଖନ୍ତୁ ପଚାର ଗାଡ଼ିଟି ବୁଲୁଛି ଖୋର୍ଦ୍ଧା ପୌର ପରିଷଦର। କାଲି 6 ତାରିଖରେ ତାଙ୍କର ମିଟିଂ ଫିଟିଂ ସବୁ ଅଛି, କ'ଣ ଜଣାପଡ଼ିବ। ଦୋକାନ ପୁରା ଟାଉନରେ ଯେତେ ଜାଗା ଚାରିପଟ ଜାଗା ଅଛି, ଥାନା ଧରିକି ପୋଷ୍ଟାଲ ଏମିତି ସବୁ ଟୋଟାଲ ଯାହା ଅଛି ସେ ସବୁ ଉଚ୍ଛେଦ ହେବ, ଭଙ୍ଗାଯିବ। ଆମର ବି ଦୋକାନ କିଛି ଭଡ଼ା ଦେଲା, 2ଟି ଦୋକାନ, ସିଏ ବି ହয়তো ଭଙ୍ଗା ଯାଇପାରେ ମେଡ଼ିକାଲ ରୋଡ଼ରେ। ଦେଖାଯିବ ଆମ ଦୋକାନ ମିଳୁଛି କି ନାହିଁ ପ୍ରଶାସନ ତରଫରୁ। ନେକ୍ସଟ ବ୍ଲଗରେ ଦେଖିବାକୁ ପାଇବେ। ଯୋଗଦାନ କରି ନିଜ ନିଜର ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ଟୋକନ ଗ୍ରହଣ କରିବେ। ବ୍ୟବସାୟୀମାନେ ଅନୁପସ୍ଥିତ ରହିବେ, ସେମାନେ ଭେଣ୍ଡିଂ ଜୋନରେ ଦୋକାନ ଘର ପାଇବାରେ ବଞ୍ଚିତ ହେବେ ଏବଂ ତାଙ୍କର ଦୋକାନକୁ ପ୍ରଶାସନ ତରଫରୁ ଉଚ୍ଛେଦ କରି ଦିଆଯିବ। ଏହା ଅତ୍ୟନ୍ତ ଜରୁରୀ ମନେକରି ନିଜ ନିଜର ଟୋକନ ଗ୍ରହଣ କରିବାକୁ ଜଣାଇ ଦିଆଗଲା। ଏହି ସୂଚନା ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସହର ଭେଣ୍ଡିଂ ଜୋନ୍ କମିଟିଙ୍କ ନିଷ୍ପତ୍ତି କ୍ରମେ ଜାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏବଂ ଠାରୁ ସମବାୟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ମୁଖ୍ୟ ଡାକଘର ସାମ୍ନା ଓ ସମବାୟ ବ୍ୟାଙ୍କ ଛକରେ ଥିବା ପଞ୍ଚଶାଖା ଓ ଲକ୍ଷ୍ମୀ ମାର୍କେଟର ଫଳ ବ୍ୟବସାୟୀ, ପରିବା ବ୍ୟବସାୟୀ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସାୟୀଙ୍କୁ ଜଣାଇ ଦିଆଯାଉଛି କି ଆସନ୍ତାକାଲି 6/12/2024 ପୂର୍ବାହ୍ନ 11 ଘଟିକା ସମୟରେ ବ୍ୟବସାୟୀମାନଙ୍କୁ ଥଇଥାନ ନିମନ୍ତେ ଲଟେରୀ ମାଧ୍ୟମରେ ଆବଣ୍ଟନ ଏବଂ ସମ୍ପୃକ୍ତ ବଜାରର ସମସ୍ତ ବ୍ୟବସାୟୀ ଉପଯୁକ୍ତ ନିର୍ଦ୍ଧାରିତ ସ୍ଥାନ, ସମୟ ଓ ତାରିଖରେ ଉକ୍ତ ଲଟେରୀ କାର୍ଯ୍ୟରେ ଯୋଗଦାନ କରି ନିଜ ନିଜର ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ଟୋକନ ଗ୍ରହଣ କରିବେ। ଯେଉଁ ବ୍ୟବସାୟୀମାନେ ଅନୁପସ୍ଥିତ ରହିବେ ସେମାନେ ଭେଣ୍ଡିଂ ଜୋନରେ ଦୋକାନ ଘର ପାଇବାରେ ବଞ୍ଚିତ ହେବେ ଏବଂ ତାଙ୍କର ଦୋକାନକୁ ପ୍ରଶାସନ ତରଫରୁ ଉଚ୍ଛେଦ କରି ଦିଆଯିବ। ଏହା ଅତ୍ୟନ୍ତ ଜରୁରୀ ମନେକରି ନିଜ ନିଜର ଟୋକନ ଗ୍ରହଣ କରିବାକୁ ଜଣାଇ ଦିଆଗଲା। ଏହି ସୂଚନା ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସହର ଭେଣ୍ଡିଂ